ଆଜିର ଦିନ ପୁରା ବଡ଼ି ଉପରେ କାହିଁକି ଚର୍ଚ୍ଚା ହେଲା କହୁଛି ଶୁଣନ୍ତୁ। ହ୍ୟାଲୋ, ଶୁଭ ସକାଳ ସମସ୍ତଙ୍କୁ। ଆଜିର ସକାଳ ସିଧା ଆରମ୍ଭ ହେଲା ରୋଷେଇ ଘରୁ। ସ୍ୱାମୀଙ୍କ ପାଇଁ ବ୍ରେକଫାଷ୍ଟ ଆଉ ଲଞ୍ଚ ବନେଇ ଦେଇଥିଲି। ସେ ବ୍ରେକଫାଷ୍ଟ କରି ଲଞ୍ଚ ଧରିକି ଚାଲି ଯାଇଥିଲେ ଅଫିସ। ସ୍ୱାମୀ ଯିବା ସମୟରେ ହିଁ ଗୋଟେ ଭିକାରୀ ପଳେଇ ଆସିଥିଲା। ସ୍ୱାମୀଙ୍କୁ ଆସି 200 ଟଙ୍କା ମାଗିଲା। ସେ ମନା କରି ଚାଲିଗଲେ, କିନ୍ତୁ ମୋ ପାଖକୁ ଆସି ଖାଇବାକୁ ମାଗିଲା। ମୁଁ କହିଲି ରୁଟି କରିଛି ଖାଇବୁ, କିନ୍ତୁ ସେ କହୁଛି ନା ରସମଲେଇ ଖାଇବି ଆଉ ବଡ଼ ବଡ଼ ଲଡ଼ୁ ଖାଇବି। ଭଗବାନ, ଏ ଲୋକକୁ ମିଠା ଟିକେ ମିଳୁନି ଆଉ ଏ ମଣିଷକୁ ବଡ଼ ବଡ଼ ଲଡ଼ୁ ଆଉ ମିଠା ଦରକାର। ବାରମ୍ବାର ମନା କରିବା ପରେ ସେ ପଳେଇଥିଲା ସେଇଠୁ। ଆଜି ଶାଶୁ ଓ ଦେଢ଼ ଶାଶୁ ମିଶିକି ଶାଗୁ ବଡ଼ି ବନେଇବା ଷ୍ଟାର୍ଟ କଲେ। ଚୁଡ଼ି ୟୁଜ୍ କରି ବଡ଼ି ଗୁଡ଼ିକୁ ଗୋଲ ଗୋଲ ସେପ୍ ଦେଇଥିଲେ। ଗୋଟେ ପାଖରେ ଗୋଟେ ଶୁଖାଇବାକୁ ଲାଗିଲେ। ସେ ବଡ଼ି ଗୁଡ଼ାକୁ ନେଇକି ଏଣ୍ଟ୍ରି ଗେଟ୍ ପାଖରେ ନେଇକି ଶୁଖେଇଥିଲେ, କିନ୍ତୁ ଗାଈ ଆସିକି ସବୁ ବଡ଼ିକୁ ଚାଟି ଚାଟି ପୁରା ଫ୍ଲେଭର ଏଡ଼୍ କରିଦେଲା। ଶେଷରେ ତାକୁ ଘରୁ ବାହାର କରି ଚାଲି ଯାଇଥିଲି ବଡ଼ି ଗୁଡ଼ିକୁ ଉପରେ ଶୁଖାଇବା ପାଇଁ। ଦେଖନ୍ତୁ ଏ ପ୍ଲେଟ୍କୁ ପୁରା ଚାଟି ଚାଟି ପୁରା କେତେ ଟାଇପ୍ର ଫ୍ଲେଭର ସେ ଏଡ଼୍ କରିଦେଇଛି। କେଜାଣି ଏ ଦୁଇଟା ବଡ଼ିକୁ କାହିଁକି ଛାଡ଼ିଲା। ଏ ପ୍ରାଣୀକୁ ଦେଖନ୍ତୁ, ଲାଜ ସରମା କିଛି ନାହିଁ। ଫ୍ରି ଟାଇମ୍ରେ ଶୋଇଥିବ, ଘରେ କେଉଁଠି ପଳେଇ ଆସିଲେ କୁଆଡ଼େ ଗାୟବ ହେଇଯିବ। ଆଜି ଦିନ ଯାକ ଗାଈ ଉପରେ ଚର୍ଚ୍ଚା ହେଲା। ଘର ଲୋକ ସମସ୍ତେ ମିଶିକି ସେ ଗାଈକୁ ଆଉ ଆମ କୁକୁରକୁ ବହୁତ ଗାଳି ଦେଇଛନ୍ତି। କେତେ କଷ୍ଟରେ ବନେଇଥିବା ଜିନିଷ ଖରାପ ହେଇଗଲେ ବହୁତ କଷ୍ଟ ଲାଗେ। ଆପଣ ଆଣି ବଡ଼ି ପକାଇବା ଷ୍ଟାର୍ଟ ହେଲାଣି ନା ନାହିଁ କହିବେ। ଆଉ ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ଦେନ୍ ଲାଇକ୍, କମେଣ୍ଟ ଆଉ ସବସ୍କ୍ରାଇବ୍ କରିଦେବେ। ରହିଲି, ହରି ଓମ୍।